ଜନ୍ମଜୟ କୃତ ଦେବୀଙ୍କର ମୁଖ୍ୟ ବର୍ଣ୍ଣନା। ବ୍ୟାସଦେବ ବୋଇଲେ, ହେ ରାଜନ, ଯାହା ପୁଛିଥିଲି ତୁମକୁ କହିଦେଲୁ ତାହା ମହାତ୍ମା ନାରଦଙ୍କର କେଉଁ ପ୍ରକାର। କହିଥିଲି ଶ୍ରୀ ନାରାୟଣ ଏ ସେ ପ୍ରକାର। ଶୁଣିକରି ପୁରାଣ ଦେବୀଙ୍କର ପରମ ଅଦ୍ଭୁତ ଚରିତ୍ର ବିସ୍ତାର। କୃତ୍ୟ କୃତ୍ୟ ହୁଅଇ ମତ୍ୟ ମନେକର, ଦେବୀଙ୍କର ପ୍ରିୟତମ ହୁଏ ଆବର। ସ୍ୱପିତୃ ଉଦ୍ଧାରଣ ହେବାକୁ ରାଜନ, କରିବାକୁ ହେଉ ଦେବୀ ଯାକ ଆପଣ। ପିତାଙ୍କ ରାଗରେ ଜାଣି ଖେଦକୁ, ପାଇଛନ୍ତି ରାଜେନ୍ଦ୍ର ବହୁ ବିସ୍ମୟକୁ। ଗ୍ରହଣ କର ମହାଦେବୀଙ୍କର ମନ୍ତ୍ର, ସକଳ ଉତ୍ତମ ଓ କୁଉତ୍ତମ ସହିତ। ଯଥାବିଧି ବିଧାନରେ ଜାଣ କହୁଥାଏ, ଜନମର ସଫଳ ଦୟାଟି ଅଟଇ। ସୁତ ବୋଲି ହେ ସୌନକ ଆଦିମୁନି, ଶୁଣ ଏଥୁଅନ୍ତେ ଯାହା ହେଲା ପୁଣି। ତାହା ଶୁଣି ସେଇ ନୃପତି କୁଳବର, ସେ ମୁନିଙ୍କର ପ୍ରାର୍ଥନା କରିଲେ ଅପାର। ମହାମନ୍ତ୍ରକୁ ବେଦବ୍ୟାସଙ୍କ ଠାରୁ, ମହାଦେବୀ ପ୍ରଣବ ସଙ୍ଗକ ସୁଚାରୁ। ବିଧି ବିଧାନରେ ଦୀକ୍ଷାକୁ ସେଇ କ୍ଷଣେ, ଘେନି ନେଲେ ହେ ନୃପ ମସ୍ତକ ଚୂଡ଼ାମଣି। ତଦନ୍ତେ ନବରାତ୍ରି ସମାଗମରେ, ଧୈର୍ଯ୍ୟ ଆଦି ମୁନିଙ୍କୁ ଡକାଇ ଭକତିରେ, ଦେବୀଙ୍କର ଜାଗକୁ କରିଲେ ବେଗରେ। ବିଚ ବିରାଜି ଦେଇ ବିଧିରେ, ଏ ଉତ୍ତମ ପୁରାଣ ବିପ୍ରଙ୍କ ସମ୍ମୁଖରେ। କରାଇଲେ ପଠନ ପରମ ସୁଖରେ, ଦେବୀଙ୍କର ପରମ ଶ୍ରୀ ଭାଗବତକୁ। ଦେବୀ ଆଗେ ଶୁଣିଲେ ବଳାଇ ଭକ୍ତିକୁ, ଅସଂଖ୍ୟ ବ୍ରାହ୍ମଣ ଭଜନ କରାଇ। ଅନେକ ସୁବାସିନୀ କରି ମାନଙ୍କୁ ଚଢ଼ାଇ। କୁମାରୀ ପୁଣି ବ୍ରହ୍ମଚାରୀ ଯେ ଆବର, ଦୀନଦାନ ଅନାଥ ସେଇ ପରକାର। ସେ ସମସ୍ତ ଦ୍ରବ୍ୟ ଦେଇ ସନ୍ତୋଷ ହେଲେ, ଏଥୁଅନ୍ତେ ଯାହା ହେଲା ଶୁଣ ନୃପ ଭଲେ। କରିଣ ସମାପନ ଜାଗକୁ ସେଠାରେ, ଅଛନ୍ତି ଯାବତୀୟ ଲୋକ ନିଶ୍ଚୟରେ। ସେମାନଙ୍କ ଆଗରେ ଆକାଶରୁ ଆସି, ପରବେଶ ହୋଇଲେ ନାରଦ ମହର୍ଷି। ମହତ ବିପଞ୍ଚିତ ଚିକି ବଜାଇ ଅଛନ୍ତି, ଜ୍ୱଳଦଗ୍ନି ଶିଖା ଉପମା ବହିଛନ୍ତି। ଦେଖି ସେହି ନାରଦ ମୁନିଙ୍କ ଭ୍ରମରେ, ଆସନରୁ ଉଠିନ ଅତ୍ୟନ୍ତ ପ୍ରେମରେ। ଆସନାଦି ଉପଚାରକୁ ପ୍ରଦାନୀନ, ପୂଜା କଲେ ସେ ନୃପ ମଜାଇନ। ଏ ଉତ୍ତର ପୁନଶ୍ଚର କୁଶଳ ପ୍ରସନ୍ନକୁ, ପଚାରିଲେ ଆଗମନର କାରଣକୁ। ରାଜା ବୋଇଲେ, ହେ ସାଧୁ କେଉଁଠାରେ, ଆସିଲ କି କରିବି ବୋଲି ତା ଆଗରୁ। ସମର୍ଥ ହେଲି ମୁହିଁ ତୁମର ଆଗମନ, କାରଣରୁ କୃତ ହେଲି ମଧ୍ୟ ପୂର୍ଣ୍ଣ। ଏହିପରି ରାଜାଙ୍କର ବଚନକୁ ଶୁଣି, କହିଲେ ସେଇ କ୍ଷଣେ ମୁନି ଶିରୋମଣି। ଆଜି ତ ଆଶ୍ଚର୍ଯ୍ୟକୁ ଦେଖିଲ ମୁଇଁ, ଅମର ଭୁବନରେ ହେ ନୃପପତି ସାଇଁ। ତାହା ଜଣାଇବା ପାଇଁ ଏଇଠାକୁ, କରିଲି ଆଗମନ ହେଲେ ବିସ୍ମୟକୁ। ଆପଣଙ୍କର ପିତା ନିଜର କର୍ମ ବଳରେ, ପାଇଥାଏ ମହତ ଦୁର୍ଗତିରେ ହେଳେ। ଶୁଣିବା ହେଉ ତାହା କହୁଛି ବିସ୍ତାରି, ସେ ଏବେ ବିଦ୍ୟା ସ୍ୱରୂପକୁ ବହି କରି। ଦେବଦେବୀ ନିକରେ ହୋଇନ ପୂଜିତ, ବେଢ଼ିଅଛି ଆବର ଅପସରା ବ୍ରାତ। ଉତ୍ତର ବିମାନ କରି ଆହରଣ, ମଣିଦ୍ୱୀପ ପ୍ରବେଶ କଲେ ସୁଖଜାନ। ଶ୍ରୀଦେବୀ ଭାଗବତ ମହତ ପୁରାଣ, ଶ୍ରବଣ କରିବାରେ ଫଳ ରେତ ଜାନ। ୟା ବାହାରେ ଦେବୀଙ୍କର ଜାଗ ଫଳରେ, ତୁମ ପିତା ସୁଗତି ପାଇଲେ ବିଧିରେ। ଧନ୍ୟ ଅଟେ ଆପଣ ହେଲେ କୃତ୍ୟ, ଆପଣଙ୍କର ଜୀବିତ ସଫଳ ନିଶ୍ଚିତ। ନରକକୁ ପିତାଙ୍କର ଉଦ୍ଧାର କରିଲ, ଆପଣଙ୍କର ଅଟେ କୁଳଭୂଷଣ ଅତୁଲ୍ୟ। ଦେବୀଙ୍କର ଭୁବନରେ ଆପଣଙ୍କର କୀର୍ତ୍ତି, ବିପୁଳ ସ୍ମୃତି ହୋଇ ଆଜି ବିରାଜଛନ୍ତି। ସୁତ ବୋଲାଇଲେ, ହେ ସୌନକ ଆଦି ଶୁଣ, ନାରଦଙ୍କର ବଚନ କରିଣ ଶ୍ରବଣ। ପ୍ରେମ ଗଦ ଗଦ ଅନ୍ତରେ ହୋଇ କରି, ସେଇ କ୍ଷଣେ ଜନ୍ମଜ ଦଣ୍ଡଧାରୀ। ଅଭୂତ କରମା ବ୍ୟାସ ଦେବୀଙ୍କର, ପାଦପଦ୍ମେ ତଳରେ ପଡ଼ିଲେ ସତ୍ୱର।
ବୋଇଲେ ଆହେ ମହାମୁନି ଆପଣ ଅସ୍ତ ଗ୍ରହେ କୃତାର୍ଥ ମୁଁ ହେଲି ବିବେକ କିସ ମୁଁ କରିବି ପ୍ରୀତି ଉପକାର କରୁଛି ଆପଣଙ୍କୁ ମାତ୍ର ନମସ୍କାର ସର୍ବଦା ଏହିପରି ଅନୁଗ୍ରହ ମୋର ରଖିଥାଅ ମହର୍ଷି ପରମ ଆଦରେ ଏହିପରି ରାଜାଙ୍କର ବଚନକୁ ଶୁଣି ଆଶିଷ ଦେଲେ ଅଭିବାଦନ ପୁଣି ବୋଇଲେ ସୁମଧୁର ଗୀତ କୋମଳେ ମହାଭାଗ ବାଦରାଣୟ ସେ କାଳେ ଆଏ ରାଜା ସକଳ କରି ପରିତ୍ୟାଜ୍ୟ ଭଜ ଶ୍ରୀଦେବୀଙ୍କ ଚରଣ ସରସିଜ ଶ୍ରୀଦେବୀ ଭଗବତୀ ହୋଇ ସମାହିତ ପଠନ କର ବାବୁ ପ୍ରେମ ଭରେ ନିତ୍ୟ ଦେବୀଙ୍କର ଜାଗ ସର୍ବଦା ଭକତିରେ କର হে ନିତ୍ୟ ଅତୀନ୍ଦ୍ରିୟ ମାନସରେ ବିନା ଆୟସରେ ଆପଣ ଏ ହେତୁରୁ ଅବଶ୍ୟ ହେବ ମୁଖ୍ୟ ଭବ ବନ୍ଧନରୁ ଥିଲେ ହେ ଆଉ ଥାଉ ମଧ୍ୟ ଅନେକ ପୁରାଣ ହରିହରଙ୍କର ପ୍ରମୁଖ ହୋଇ ପୂର୍ଣ୍ଣ ଏହି ଦେବୀ ଭାଗବତର ଷୋଡ଼ାଂଶରେ ଏକାଂଶରୁ ସମାନ ନୁହେଁ ନରେଶ ଏହା ଶ୍ରେଷ୍ଠ ଅଟେ ପୁରାଣ ମଧ୍ୟରେ ଏହା ବାହାରେ ସାରି ଚାରି ବେଦଙ୍କରେ କି ସେଇ ମୂଳ ପ୍ରକୃତି ଯହିଁ ଅମାପ ପ୍ରତିପାଦ୍ୟ ନୁହେଁ କିଏ କହିବି ବାପ କେଉଁପରି ଅନ୍ୟ ପୁରାଣ ହେବ ସମ ସେ ସକାଶରୁ ଏହା ଅଟେ ଉତ୍ତମ ଆଏ ଜନ୍ମେ ଜୟ ଯାହା ପଢ଼ିବାରେ ବେଦ ପାଠ ସମସ୍ତ ପୁଣି ହୁଏ ଭୁରେ ତାହା କରି ପଠନ ଅତି ଯତନରେ କରନ୍ତି ବିବୁଧ ଉତ୍ତମ ବିଧିରେ ଏହା କହି ରାଜନକୁ ସେ ମୁନି ରାଜନ ସେ ଉତ୍ତରରୁ ସେଇଠାରେ କମିଲେ ବହନ ଧୈର୍ଯ୍ୟ ଆଦି ସକଳ ମୁନି ଯଥାସ୍ଥାନେ ପ୍ରବେଶ କରି ଯାଇ ସେଠାରେ ସେକ୍ଷଣେ ଏ ଦେବୀ ଭାଗବତ ମହାତ ପୁରାଣ ଉତ୍ତମ ପ୍ରଶଂସା କରିନ ବିଚାର ଜନ୍ମଜୟ ରାଜନ ହୋଇ ତୋଷ ମନା ଲାଳୟନାରେ ପ୍ରଜାଙ୍କୁ କରିଲେ ପାଳନା ଶ୍ରୀଦେବୀ ଭାଗବତ ନିରାତରରେ ପୂର୍ଣ୍ଣ ସେଇ ଦିନଠାରୁ କଲେ ପଠନ ଶ୍ରବଣ ଏଇଟା ଶ୍ରୀଦେବୀ ଭାଗବତ ମହତ ପୁରାଣ ଦ୍ୱାଦଶ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ଦେବୀ ଜାଗ ଚରିତ୍ର ହେଲା ସମାପନ ତହିଁରେ ନିବେଶିନ କର୍ଣ୍ଣ ମନ ଦେଇ ଧ୍ୟାନ କରିବା ପାଇଁ ତାହା ଏହି ଜୀବନରେ ବାଲାଜୀଣା ଭାବେ ସନ୍ତୋଷ କାଳେ